ଏକ ଥର ଗାଁର କୋଠାର ଚିହ୍ନ ନିକଟରେ ଏକ ନେଉଳ ରହୁଥିଲା। ସେ ଦ୍ରୁତ ଓ ସଚେତନ ଥିଲା। ସେ ନୀତି ଚାରିପଟୁ ଗାଁ ଘୁଞ୍ଚୁଥିଲା। ଆଉ ଏକ ଦିନ ଏକ ବିଶାଳ ଶାମୁକା ଦେଖିଲା। ଶାମୁକା ଖାଇବାକୁ ହେଉଛି ନେଉଳର ପସନ୍ଦିଦା ଖାଦ୍ୟ। ଶାମୁକା ନେଉଳକୁ ଦେଖି ଧୀରେ ଧୀରେ ତାଙ୍କ ଘରକୁ ଲୁଚିବାକୁ ଆରମ୍ଭ କଲା। କିନ୍ତୁ ନେଉଳ ମଧ୍ୟ ତାହାର ଚାଳ ନିଜ ଅନୁଭବରୁ ଜାଣିଲା ଏବଂ ଦ୍ରୁତଗତିରେ ତାହାକୁ ପିଛା କଲା। ସେ ଜାଣିଲା ଯେ ଯଦି ଶାମୁକା ଜଳକୁ ପହଞ୍ଚିବ, ତାହାରେ ଧରିବା ଏବଂ ଖାଇବା ଅସମ୍ଭବ। ଯେତେବେଳେ ଶାମୁକା ଜଳ ନିକଟକୁ ଗୋଟିଏ ଦେଢ଼େ ପହଞ୍ଚିଲା, ନେଉଳ ସମସ୍ତ ଶକ୍ତି ଏକତ୍ର କରି ବିନ୍ଧ୍ୟାସି ତାହାକୁ ଧରିଲା। ଶାମୁକା ଆଶା କଲା ଯେ ଜଳରେ ଲୁଚିପାରିବ, କିନ୍ତୁ ଏବେ ସେ ଧରା ପଡ଼ିଗଲା। ଶାମୁକା ଧରିବା ପରେ ନେଉଳ ଏକ ଗଛ ତଳେ ବସିଲା ଏବଂ ଶାମୁକାକୁ ଖାଇଲା। ଏହି ଘଟଣା ନେଉଳକୁ ଶିଖାଇଲା ଯେ ଯଦି ସଚେତନ ହେବା ଜରୁରୀ, ଦୂରଦୃଷ୍ଟି ଏବଂ ସଠିକ ସମୟ ଓ ସମ୍ପର୍କିତ ଦୃଶ୍ୟ ମାଧ୍ୟମରେ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ। ଏହି ଗପର ଶିକ୍ଷା ହେଉଛି ସମୟରେ ଅଭିନୟ କରିବା, ସଚେତନ ରହିବା ଏବଂ ସଠିକ ସମୟରେ ନିଷ୍ପତ୍ତି ନେବା ସଫଳତାର ପରିପୂର୍ଣ୍ଣ ଉଦାହରଣ।